ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଦେଖନ୍ତୁ, ଯଦି ଆପଣ ଗଭର୍ଣ୍ଣମେଣ୍ଟ ବିଏଡ଼୍ ଆପଣଙ୍କର ପାଇଲେନି, ମ୍ୟାକ୍ସିମମ୍ ଲୋକମାନେ ଆପଣଙ୍କର ପ୍ରାଇଭେଟ୍ ବିଏଡ଼୍ ଆପଣଙ୍କର କରୁଛନ୍ତି। ତ ଆଜିର ଏହି ଆର୍ଟିକିଲଟି ଆପଣମାନେ ପ୍ରମେୟ ନ୍ୟୁଜ୍ ପେପରରେ ଆପଣ ଦେଖିବାକୁ ପାଇବେ। ଦେଖନ୍ତୁ, ଲେଖା ହେଇଛି ଯେଉଁମାନେ ଆନ୍ଧ୍ର ବିଏଡ଼୍ରେ କରୁଛନ୍ତି ସେମାନେ ବହୁତ ହି ହଇରାଣ ହେଉଛନ୍ତି। ତ ଆପଣ କହିବେ ସାର୍ ପ୍ରାଇଭେଟ୍ ବିଏଡ଼୍ ତାହେଲେ କରିବୁ କି କରିବୁନି? ଆପଣ କରନ୍ତୁ, କିନ୍ତୁ ଟିକେ ଚେକ୍ କରିକି ଆପଣମାନେ କରିବେ। ମୁଁ ଆପଣଙ୍କୁ ସବୁବେଳେ କହିଥାଏ ଯେ ଏଇ ଚାରିଟା ଜିନିଷକୁ ଆପଣ ଭଲ ଭାବରେ ଦେଖିବେ। ନମ୍ବର ୱାନ୍, ଆଗ ନିଜେ ନିଜେ କାହାରି କଥାରେ ବିଶ୍ୱାସ କରିବାର ନାହିଁ। ସମସ୍ତଙ୍କର ଅଫିସିଆଲ ୱେବସାଇଟ୍ ଅଛି, ନିଜେ ନିଜେ ଚେକ୍ କରିବେ। ନମ୍ବର ୱାନ୍, NCT ଏପ୍ରୁଭାଲ୍ ଅଛି କି ନାହିଁ। ଆପଣ ନିଜେ ନିଜେ NCTର ୱେବସାଇଟ୍କୁ ଯିବେ ଆଉ ଚେକ୍ କରିବେ ଯେ ସେଇ କଲେଜର ଏପ୍ରୁଭାଲ୍ ବର୍ତ୍ତମାନ ଅଛି କି ନାହିଁ। କାହିଁକିନା ଆପଣଙ୍କର ଆଡ଼ମିସନ୍ ଟାଇମ୍ରେ ଯଦି NCT ଏପ୍ରୁଭାଲ୍ ନାହିଁ ଆଉ ଆପଣ ଆଡ଼ମିସନ୍ କରୁଛନ୍ତି, ଆପଣଙ୍କର ସାର୍ଟିଫିକେଟ୍ ଆପଣଙ୍କର ଭ୍ୟାଲିଡ଼ ନୁହେଁ। ଦେଖିପାରୁଛନ୍ତି ଓଡ଼ିଶାର ପିଲା କେମିତି ହଇରାଣ ହେଉଛନ୍ତି ପ୍ରାଇଭେଟ୍ ବିଏଡ଼୍ କରିକି। ବିନା NCT ଅନୁମୋଦନରେ ଚାଲିଛି ପରୀକ୍ଷା, ବର୍ବାଦ କରୁଛନ୍ତି ପିଲାଙ୍କର କ୍ୟାରିୟର। ଠିକ୍ ଅଛି, ତ ଭଲସେ ଆପଣ ଚେକ୍ କରିବେ। ନମ୍ବର ୱାନ୍, NCT ଏପ୍ରୁଭାଲ୍ ଅଛି କି ନାହିଁ। ନମ୍ବର ଟୁ, ଏଫିଲିଏସନ୍ ସାର୍ଟିଫିକେଟ୍ ଅଛି କି ନାହିଁ। ଏଫିଲିଏସନ୍ ମାନେ କ'ଣ ନା, ଓଡ଼ିଶାର କେଉଁ ୟୁନିଭର୍ସିଟି ସହିତ ବା କେଉଁ କଲେଜ ସହିତ ତାଙ୍କର ସେମ୍ ପାଠ ପଢ଼ା ହେଉଛି, ଏଫିଲିଏସନ୍ ସାର୍ଟିଫିକେଟ୍ ଆପଣଙ୍କର ଅଛି କି ନାହିଁ। ନମ୍ବର ଥ୍ରୀ, ଆପଣଙ୍କର ଇକ୍ୱିଭେଲେଣ୍ଟ ସାର୍ଟିଫିକେଟ୍ ଆପଣଙ୍କର ଅଛି କି ନାହିଁ। ଇକ୍ୱିଭେଲେଣ୍ଟ ସାର୍ଟିଫିକେଟ୍, ଠିକ୍ ଅଛି। ନମ୍ବର ୱାନ୍ NCT, ନମ୍ବର ଟୁ ଏଫିଲିଏସନ୍, ନମ୍ବର ଥ୍ରୀ ଇକ୍ୱିଭେଲେଣ୍ଟ ସାର୍ଟିଫିକେଟ୍। ନମ୍ବର ଫୋର୍ ହେଉଛି ଯେଉଁ କଲେଜରେ ଆପଣ ଆଡ଼ମିସନ୍ କରିବେ ସେଇ କଲେଜରେ ପଢ଼ିକି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ କିଏ ଚାକିରି କରିଛନ୍ତି କି ନାହିଁ। ଯଦି କରିନାହାନ୍ତି ନା, ଦେନ୍ ବଡ଼ ପ୍ରୋବ୍ଲେମ୍। ଯିଏ କରିଛନ୍ତି ଆଗ ଆପଣ ତାଙ୍କ ସହିତ କଥା ହେବେ ଯେ ଭାଇ, ଆଉ ଆପଣ ଏଇ କଲେଜରେ ପଢ଼ୁଥିଲେ, ବର୍ତ୍ତମାନ କେଉଁଠି ଚାକିରି କରୁଛନ୍ତି, କେତେ ବର୍ଷ ହେଲାଣି ଆପଣଙ୍କର ଚାକିରି, ଆପଣ ନିଜେ ନିଜେ ପଚାରିବେ। ତାପରେ ଯାଇକି ଆପଣ ଆଡ଼ମିସନ୍ କରିବେ। ନହେଲେ ଦେଖନ୍ତୁ, ସେମାନେ ଖାଲି ନାଁକୁ ମାତ୍ର ଆପଣଙ୍କର ନାଁ ଲେଖି ଦେଉଛନ୍ତି। ଆପଣମାନଙ୍କୁ ଅଳ୍ପ ଟଙ୍କା କହିକି ଆପଣଙ୍କର ନାଁ ଲେଖାଇ ଦେବେ। ସେଇ କଲେଜର NCT ଏପ୍ରୁଭାଲ୍ ହିଁ ନାହିଁ। ଦେଖିଲା ବେଳକୁ 2 ବର୍ଷ ସରିଯାଇଥିବ, ଆପଣଙ୍କୁ ଚାକିରି ମିଳିବନି, କାହିଁକିନା ଆପଣଙ୍କର ସାର୍ଟିଫିକେଟ୍ ହିଁ ଭ୍ୟାଲିଡ଼ ନାହିଁ। ଆଉ ଯଦି ଆପଣଙ୍କର ପାର୍ସେଣ୍ଟେଜ୍ ନାହିଁ, ସ୍କୁଲ୍ ସବଜେକ୍ଟ ନାହିଁ, ଦେନ୍ ଆପଣ ବିଏଡ଼୍ କରନ୍ତୁ ନାହିଁ। ପାର୍ସେଣ୍ଟେଜ୍ ସାର୍ କେତେ ଦରକାର? ST, SC, SC BC ପିଲାଙ୍କର +3ରେ ମିନିମମ୍ ଆପଣଙ୍କର 45%, ଜେନେରାଲ୍ ପିଲାଙ୍କର ମିନିମମ୍ 50% ଦରକାର। +3ରେ 10th +2ରେ କିଛି ବି ଥାଉ, ନୋ ପ୍ରୋବ୍ଲେମ୍। +3ରେ ମିନିମମ୍ ଏତିକି ପାର୍ସେଣ୍ଟେଜ୍ ଥିଲେ ହିଁ ଆପଣମାନେ ବିଏଡ଼୍ କରନ୍ତୁ, ନହେଲେ ବିଏଡ଼୍ କରନ୍ତୁନି, ଆପଣଙ୍କର କିଛି ଲାଭ ନାହିଁ। ଠିକ୍ ଅଛି। PG ମାର୍କ ଅନୁସାରେ ବିଏଡ଼୍ କରିବେନି, ସେଇଟା ଆପଣଙ୍କର 3 ବର୍ଷିକିଆ ବିଏଡ଼୍ MEd ଅଲଗା କୋର୍ସ, ତା ସମ୍ପର୍କରେ ଭିଡ଼ିଓ ଅପଲୋଡ଼ କରିଛି। ଆଉ ସ୍କୁଲ୍ ସବଜେକ୍ଟ ଆପଣଙ୍କର ଦରକାର। ଆପଣମାନେ ସ୍କୁଲ୍ ସବଜେକ୍ଟ ଜାଣିନାହାନ୍ତି, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସ୍କୁଲ୍ ସବଜେକ୍ଟ ବାଇ ଲକ୍ଷ୍ମୀଧର ସାର୍, ଦେଖନ୍ତୁ, ଦେନ୍ ଆପଣମାନେ ଆଡ଼ମିସନ୍ କରିବେ। ଠିକ୍ ଅଛି। ତ ମୁଁ କହିଦେଲି ଆପଣଙ୍କର, ନହେଲେ ଏଇଭଳିଆ ଦେଖନ୍ତୁ ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ଦେବା ପାଇଁ ଯାଇଥିବେ, ଆପଣମାନଙ୍କୁ ପୁରା ଫେରେଇ ଦେବେ, କାହିଁକିନା ଆପଣଙ୍କର ଡୁପ୍ଲିକେଟ୍। ତେଣୁକରି ଭଲସେ ଆପଣମାନେ ଚେକ୍ କରନ୍ତୁ, ନହେଲେ ଏଇଭଳିଆ ହଇରାଣ ହେବେ। କ'ଣ କ'ଣ ଦରକାର ମୁଁ କହିଦେଲି, ଦୟାପୂର୍ବକ ତାକୁ ନିଜେ ଚେକ୍ କରିବେ, ତାପରେ ଯାଇକି ଆପଣମାନେ ଆଡ଼ମିସନ୍ କରିବେ। ନହେଲେ ଠକାମିର ଶିକାର ହେବେ, ଟାଇମ୍କୁ ଟାଇମ୍ ୱେଷ୍ଟ, ଟଙ୍କାକୁ ଟଙ୍କା, କ୍ୟାରିୟରକୁ କ୍ୟାରିୟର ଆପଣଙ୍କର ବର୍ବାଦ। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।